ଜୟ ଜଗନ୍ନାଥ। ନମସ୍କାର ସମସ୍ତଙ୍କୁ। ଆଜିର ଦିନଟି ଆପଣମାନଙ୍କର ଆନନ୍ଦ ଓ ଖୁସିରେ ରହୁ, ଏହା ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ରଖୁଅଛି। ତାହେଲେ ଡେରି କରିବାନି, ସବୁଦିନ ପରି ଆସନ୍ତୁ। ଆଜି ଆମେ ଗୋଟେ କାହାଣୀ ଶୁଣିବା। ବହୁଦିନ ତଳର କଥା। ଗୋଟିଏ ରାଜ୍ୟରେ ଜଣେ ରାଜା ରହୁଥିଲେ। ରାଜା ଖୁବ୍ ପ୍ରଜାବତ୍ସଳ, ବିଚାରବନ୍ତ ଓ ସଚ୍ଚୋଟ ଥିଲେ। ତାଙ୍କର ସଚ୍ଚୋଟତା ଓ ନ୍ୟାୟ କାରଣରୁ ତାଙ୍କ ରାଜ୍ୟରେ ପ୍ରଜାମାନେ ଖୁବ୍ ଖୁସି ଓ ସୁଖରେ ରହୁଥିଲେ। ତାଙ୍କ ରାଜ୍ୟରେ ରାଜାଙ୍କ ବିଷୟରେ ନକାରାତ୍ମକ କଥା କେହି କେବେ କହୁନଥିଲେ। ଯେଉଁଠାକୁ ଗଲେ ସମସ୍ତେ ତାଙ୍କ ରାଜାଙ୍କର ଭୁରି ଭୁରି ପ୍ରଶଂସା କରୁଥିଲେ। ଦିନେ ରାଜା ଏସବୁ କଥାର ସତ୍ୟତା ଜାଣିବା ପାଇଁ ଛଦ୍ମ ବେଶରେ ନିଜ ରାଜ୍ୟ ବୁଲିବାକୁ ଲାଗିଲେ ବା ନଗର ଭ୍ରମଣ କଲେ। ଯାହା ଦେଖିଲେ ତାହା କେବେ କଳ୍ପନା କରିବାର ନଥିଲା। ମୋଟ ଉପରେ ସେ ତାହା କଳ୍ପନା ହିଁ କରିପାରୁନଥିଲେ। ଆମେ ଏମିତି ଭାଷାରେ କହିପାରିବା ଯେ ରାଜାଙ୍କର କେହି ବି ଜଣେ ନିନ୍ଦୁକ ନଥିଲେ। ରାଜା ଏମିତି ଛଦ୍ମ ବେଶରେ ବୁଲୁ ବୁଲୁ ରାଜ୍ୟର ସୀମା ନିକଟବର୍ତ୍ତୀ ଏକ ସାଧୁଙ୍କ ଆଶ୍ରମ ନିକଟରେ ପହଞ୍ଚିଗଲେ। ଆଶ୍ରମଟି ସାମାନ୍ୟ ଜଙ୍ଗଲ ଅଞ୍ଚଳ ରହିଥିଲା। ମହାରାଜ ରାଜାଙ୍କୁ ତାଙ୍କର ପରିଚୟ ପଚାରିଲେ। ଏପଟେ ଛଦ୍ମବେଶୀ ରାଜା ନିଜକୁ ଜଣେ ପଥଚାରୀ ବୋଲି ପରିଚୟ ଦେଇଦେଲେ। ଅନେକ ପଥ ଅତିକ୍ରାନ୍ତ କରି ଆସିଥିବା କାରଣରୁ ରାଜା କ୍ଳାନ୍ତ ହୋଇ ପଡ଼ିଥିଲେ। ତାଙ୍କୁ କ୍ଷୁଧା ଲାଗୁଥିଲା। ତେଣୁ ସେ ଆଶ୍ରମର ସାଧୁ ମହାରାଜଙ୍କୁ ନିଜର କ୍ଷୁଧା ସମ୍ପର୍କରେ ଅବଗତ କରାଇଦେଲେ। ସାଧୁ ମହାରାଜ ଏହା ଶୁଣି ତତ୍କ୍ଷଣାତ୍ ପାଖରେ ଥିବା ଜଙ୍ଗଲକୁ ଯାଇ କିଛି ରସାଳ ଫଳ ନେଇ ଆସିଲେ ଏବଂ ତାହାକୁ ସୁନ୍ଦର ଭାବରେ କାଟି ଖଲିପତ୍ରରେ ଛଦ୍ମବେଶୀ ରାଜାଙ୍କ ଆଗରେ ଥୋଇଦେଲେ। କ୍ଷୁଧାର୍ଥ ଛଦ୍ମବେଶୀ ରାଜା ଏହି ରସାଳ ଫଳ ଗୁଡ଼ିକ ଗ୍ରହଣ କରିବାରେ ଲାଗିଲା। ସେଗୁଡ଼ିକ ଭିନ୍ନ ଭିନ୍ନ ବୃକ୍ଷରେ ଥିଲା ଏବଂ ସମସ୍ତଙ୍କର ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ଏବଂ ଖୁବ୍ ସୁନ୍ଦର ଓ ରୁଚିକର ଥିଲା। ସେ ସାଧୁ ମହାରାଜଙ୍କୁ କହିଲେ, ଆଃ, କି ତୃପ୍ତିକର ଏ ରସାଳ ଫଳ ଆପଣଙ୍କର, ବେଶ ସୁନ୍ଦର ଓ ମଧୁରମୟ। ସାଧୁ ମହାରାଜ କହିଲେ, ଏସବୁ ଆମର ଫଳ ପୃଥକ ପୃଥକ ବୃକ୍ଷର, କିନ୍ତୁ ଏହା ଏବେ ଯେପରି ସ୍ୱାଦିଷ୍ଟ ହୋଇଛି ପୂର୍ବରୁ ସେମିତି ନଥିଲା। ଏ ରାଜ୍ୟର ରାଜା ଖୁବ୍ ସଂସ୍କାରୀ, ଜ୍ଞାନୀ, ବିଦ୍ୱାନୀ, ପ୍ରଜାବତ୍ସଳ ହୋଇଥିବାରୁ ତାଙ୍କ ମନ ନିର୍ମଳ ଓ ଶାସନ ନିର୍ବିଳ ହୋଇଥିବାରୁ ଆଜିର ଏ ସମସ୍ତ ଫଳ ଗୁଡ଼ିକ ସ୍ୱାଦିଷ୍ଟ ଓ ରୁଚିକର ହୋଇଯାଇଛି। କିଛି ସମୟ ପରେ ରାଜା ଆଶ୍ରମରୁ ପ୍ରସ୍ଥାନ କଲେ। ଆସୁ ଆସୁ ଚିନ୍ତା କଲେ, ଯଦି ନ ରହିବେ ତେବେ ସେ ରାଜ୍ୟର ଶାସନ ହେବ ନାହିଁ, ତାହା ବରଂ ସ୍ୱଚ୍ଛତାରିତା ହେଇଯିବ। ତରେ କ'ଣ ଉତ୍ତମ ଶାସନର ଫଳ ଏତେ ମଧୁର, ସାରା ରାଜ୍ୟବ୍ୟାପୀ ଏହାକୁ ଉପଭୋଗ କରୁଛନ୍ତି। ଏହାକୁ ପରୀକ୍ଷା କରିବା ପାଇଁ ରାଜା ପରଦିନ ସକାଳେ ଉଠି ପଡ଼ିଲେ। ବିନା କାରଣରେ ମନ୍ତ୍ରୀ ପରିଷଦଙ୍କ ଉପରେ ବର୍ଷିବାରେ ଲାଗିଲେ। ପ୍ରଜାମାନଙ୍କୁ ବିନା କାରଣରେ ଦଣ୍ଡ ଦେଲେ, କର ଖଜଣା ବଢ଼େଇ ଦେଲେ, ଜୋର ଯାର ମୂଲକ ତାର ନୀତି ଆପଣେଇବାକୁ ଲାଗିଲେ। ଅଳ୍ପ ଦିନରେ ରାଜ୍ୟବାସୀ ଯନ୍ତ୍ରଣାରେ ଅତିଷ୍ଠ ହୋଇଗଲେ। ଏଥର ସମସ୍ତେ ରାଜାଙ୍କ ବିରୁଦ୍ଧରେ ମନ୍ତବ୍ୟ ରଖିଲେ, ମାତ୍ର ରାଜାଙ୍କ ଅଜାଣତରେ। ଏବେ ସମୟ ସମ୍ପୂର୍ଣ୍ଣ ରୂପେ ଗୋଟିଏ ବର୍ଷ ବିତି ଯାଇଥିଲା। ପୁଣି ରାଜା ନଗର ଭ୍ରମଣରେ ବାହାରି ପଡ଼ିଲେ। ଏଥର ରାଜା ଜାଣିବାକୁ ପାଇଲେ ପ୍ରଜାମାନେ କିପରି ରାଜାଙ୍କ ବିରୁଦ୍ଧରେ ଅତିଷ୍ଠ ହୋଇ ପଡ଼ିଛନ୍ତି। ପରଖୁ ପରଖୁ ସେ ଯାଇ ସେଇ ସାଧୁ ମହାରାଜଙ୍କ ଆଶ୍ରମରେ ପହଞ୍ଚିଗଲେ। ଆଜି ବି ସେ ସେଇ ଗୁପ୍ତ ପରିଚୟରେ ଥିଲେ। ଛଦ୍ମବେଶୀ ରାଜା ସାଧୁ ମହାରାଜଙ୍କୁ ପ୍ରଣାମ କଲେ, ପୂର୍ବ ବର୍ଷ ଆସିଥିବାର ପରିଚୟ ଦେଲେ ଏବଂ ପୂର୍ବପରି କ୍ଷୁଧା ଅଛନ୍ତି ବୋଲି ମଧ୍ୟ ଜଣାଇଦେଲେ। ରାଜାଙ୍କର ଏ କଥା ଶୁଣି ସାଧୁ ମହାରାଜ ପୂର୍ବପରି ରସାଳ ଫଳ ସଂଗ୍ରହ କରି ଆଣି ପୁଣି ଏକ ଖଲିପତ୍ରରେ
ପରସି ଦେଲେ। ରାଜା ଅତି ଖୁସି ଆନନ୍ଦରେ ଏହି ଫଳ ଗୁଡ଼ିକୁ ଖାଇବାକୁ ଲାଗିଲା ବେଳେ ସେ ଫଳ ଗୁଡ଼ିକ ତାଙ୍କୁ ସନ୍ତୁଷ୍ଟ ପ୍ରଦାନ କଲା ନାହିଁ। ସେ ସାଧୁଙ୍କୁ ସଙ୍ଗେ ସଙ୍ଗେ କହିଲେ, ହେ ସାଧୁ ଆଜ୍ଞା, ପୂର୍ବ ବର୍ଷର ରସାଳ ଫଳ ଗୁଡ଼ିକ ଖୁବ୍ ସ୍ୱାଦିଷ୍ଟ ଥିଲା। ସେ ଗଛର ରସାଳ ଫଳ କ'ଣ ଏବେ ଆଉ ନାହିଁ କି? ନା ସେ ଗଛରେ ଏବେ ଫଳି ନାହିଁ? ମହାରାଜ ତତ୍କ୍ଷଣାତ ଉତ୍ତରରେ କହିଲେ, ନାଇଁ ରେ, ସେଇ ଗଛର ଫଳ, କିନ୍ତୁ ସେଭଳି ଆଉ ସ୍ୱାଦ ନାହିଁ। ଛଦ୍ମବେଶୀ ରାଜା କହିଲେ, କ'ଣ ହେଲା? ସେ ଫଳର କାହିଁକି ସ୍ୱାଦ ନାହିଁ? ନା ଯେଉଁ ରାଜା ଆମର ଥିଲେ, ସେ ଯେଉଁଭଳି ଭାବରେ ଶାସନ କରୁଥିଲେ ଆଉ ସେପରି ଶାସନ କରୁନାହାନ୍ତି। ସେ ପ୍ରଜାମାନଙ୍କୁ ଯନ୍ତ୍ରଣା ଦେଉଛନ୍ତି, ଅନ୍ୟାୟ ଅନୀତି ଭ୍ରଷ୍ଟାଚାରରେ ଲାଗି ପଡ଼ିଛନ୍ତି। ତେଣୁ ତାଙ୍କର ଏହି ବିରୋଧାତ୍ମକ ଚିନ୍ତାଧାରା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ସାମାନ୍ୟ ଏ ରସାଳ ଫଳ ମଧ୍ୟ ନିଜର ଗୁଣକୁ ପରିବର୍ତ୍ତନ କରି ନେଇଛି। ରାଜା ପୁଣି ପଚାରିଲେ, ହେ ସାଧୁ ମହାରାଜ, ଏପରି କାହିଁକି ହେଲା? ସାଧୁ ମହାରାଜ ଉତ୍ତରରେ କହିଲେ, ରାଜ୍ୟରେ ମୁଖିଆ, ରାଜା, ନ୍ୟାୟବାନ ଓ ଈଶ୍ୱର ବିଶ୍ୱାସୀ ଥିଲାବେଳେ ତମ କର୍ମର ଫଳ ସାରା ରାଜ୍ୟରେ ପ୍ରଭାବିତ ହେଉଥିଲା। ସେଥିପାଇଁ ସେଦିନର ରସାଳ ଫଳ ସ୍ୱାଦିଷ୍ଟ ଥିଲା, ଆଉ ଆଜିର ରସାଳ ଫଳ ସ୍ୱାଦହୀନ ହେଇଯାଇଛି, ଅରୁଚିକର ହେଇଯାଇଛି। କାହାଣୀଟିର କଥା ପ୍ରସଙ୍ଗଟିକୁ ଆପଣମାନେ, ହେ ବିଜ୍ଞଜନମାନେ, ନିଶ୍ଚିତ ଭାବରେ ଭଲ ଭାବରେ ବୁଝିପାରିଥିବେ। ତ ଆମେ ଯେତେ ସରଳ ହେବା, ଶାନ୍ତ ହେବା, ଆମ ପରିବେଶ ସେତେ ସୁମଧୁର ହେବ। ଆମେ ଯେତେ ବିଶୃଙ୍ଖଳିତ ହେବା, ଆମ ପରିବେଶ ସେତେ ଦୁର୍ବଳ ଆଡ଼କୁ ଗତି କରିବ ଏବଂ ଧ୍ୱଂସ ଦିଗରେ ଅଗ୍ରଗତି କରିବ। ସେ ରାଜା ମହାରାଜ ସାଧୁଙ୍କୁ ନିଜର ପ୍ରକୃତ ପରିଚୟ ଦେଇ ସମସ୍ତ ସତ୍ୟ ଘଟଣାକୁ ତାଙ୍କ ନିକଟରେ ବଖାଣିଲେ। କ୍ଷମା ମାଗି ତାଙ୍କଠାରୁ ଆସି ଉପଯୁକ୍ତ ରାଜ୍ୟ ପରିଚାଳନା କଲେ। ହେ ବିଜ୍ଞଜନମାନେ, ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ଏହି ରାଜାଙ୍କ ପରି ହେବା ପାଇଁ ଆପ୍ରାଣେ ଚେଷ୍ଟା କରନ୍ତୁ। ଯଦି କାହାଣୀଟି ଭଲ ଲାଗିଥିବ, ନିଶ୍ଚିତ ଭାବରେ ଆପଣ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଆଦୌ ବି ଭୁଲିବେ ନାହିଁ। ଜୟ ଜଗନ୍ନାଥ। ଭଗବାନ ଆପଣଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ରଖନ୍ତୁ। ଆପଣଙ୍କୁ ଉତ୍ତମ ବିଚାର ଆପଣଙ୍କ ମନରେ ଭରି ଦିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ।